ଚମ୍ପାପୁର ବଣରେ ଚାଲିଥିଲା ସିଂହ ରାଜାଙ୍କର ରାଜୁତି। ସେ ବହୁତ ଭଲ ଆଉ ପ୍ରଜାବତ୍ସଳ ଥିଲେ। ସେ ସବୁ ପ୍ରଜାଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ହେଲେ ତାଙ୍କର ସବୁବେଳେ ଗୋଟିଏ ଦୁଃଖ ଥିଲା। ସେ ବଣରେ ତିଆରି କରିଥିବା ପୋଲଟା ବାରମ୍ବାର ଭାଙ୍ଗି ଯାଉଥିଲା। ସେଦିନ ପଶୁ ସଭା ବସିଥିବା ବେଳେ ଭାଲୁ ଆସି ତାଙ୍କୁ ଗୋଟେ ପରାମର୍ଶ ଦେଲା। ସଭାରେ ବାଘ, ହାତୀ, ଓଟ, ଗଧ, ବିଲୁଆ ଆଦି ପ୍ରାଣୀମାନେ ଉପସ୍ଥିତ ଥିଲେ। ମହାରାଜ, ମୋତେ ଆପଣଙ୍କ ସମସ୍ୟାର ସମାଧାନ ମିଳିଗଲା। ସତରେ? ହଁ ମହାରାଜ, ଆପଣ ଚିଙ୍କୁ ଠେକୁଆକୁ ଜାଣିଛନ୍ତି? ହଁ, କ'ଣ ହେଲା? ମହାରାଜ, ତା ପୁଅ ମକରା ମାନେ ମକୁ, ତାକୁ ତ ଜାଣିଥିବେ ଆପଣ? ହଁ, ଜାଣିଛି। ସେ ଆରପଟ ବଣରେ ରହି ଏସବୁ କାରିଗରୀ କାମ ଶିଖୁଥିଲା। ସେ ହିଁ ଆପଣଙ୍କ ଦୁଃଖ ଦୂର କରିପାରିବ। ଆଚ୍ଛା? ହଁ ମହାରାଜ, ମୋର ପୂର୍ଣ୍ଣ ବିଶ୍ୱାସ ଯେ ସେ ଆମ ବଣ ପାଇଁ ପୋଲଟିଏ ତିଆରି କରିପାରିବ। ଠିକ୍ ଅଛି, କାଲି ତାକୁ ସଭାରେ ଉପସ୍ଥିତ ହେବାକୁ କୁହ। ଆଜ୍ଞା। ତା ପରଦିନ ରାତି ପାହି ସକାଳ ହେଲା। ସଭାରେ ସମସ୍ତେ ଉପସ୍ଥିତ ହେଲେ। ହେଲେ ସିଂହ ମହାରାଜ ଅପେକ୍ଷା କରିଥିବା ମକୁ ଠେକୁଆ ଆସି ପହଞ୍ଚିଲା ନାହିଁ। ବଣର ସବୁ ପଶୁଙ୍କ ଆଖିରୁ ତାକୁ ଅପେକ୍ଷା କରି କରି ପାଣି ଗଲା। ଭଲ୍ଲୁକ, ତମେ କାଲି ମକୁକୁ ଖବର ଦେଇଥିଲ ତ? ଆଜ୍ଞା ମହାରାଜ। ତାହେଲେ ଏତେ ଡେରି କ'ଣ ପାଇଁ ହେଲା ତାର? ମୁଁ ବି ଠିକ୍ ସେଇ କଥା ଭାବୁଛି। ଏଇ ତ ମକୁ ଆସିଲାଣି। ଦେଖ ଦେଖ, ତାକୁ ଡେରିରେ ଆସୁଛି, ହେଲେ କେମିତି ଖୁସିରେ ଡେଇଁ ଡେଇଁ ଆସୁଛି। ବଦମାସ କୋଉଠିକାର। ମକୁ, ଏତେ ଡେରି କାହିଁକି ହେଲା? ମହାରାଜ, ମୋ ଘରର ବାଡ଼ ଭାଙ୍ଗି ଯାଇଥିଲା, ତାକୁ ସଜାଡୁ ସଜାଡୁ ଟିକେ ଡେରି ହେଇଗଲା। ମକୁ, ତୋ ପାଖରେ ମୋର ଗୋଟିଏ ଜରୁରୀ କାମ ଅଛି। କୁହନ୍ତୁ ମହାରାଜ। ଚମ୍ପା ନଦୀ ଉପରେ ଯେତେ ପୋଲ ତିଆରି ହେଉଛି ସେ ପୋଲ ଭାଙ୍ଗି ଯାଉଛି। ତେଣୁ ତତେ ଏମିତି ଗୋଟେ ପୋଲ ତିଆରି କରିବାକୁ ହବ ଯୋଉଟା କି ଆଦୌ ଭାଙ୍ଗିବନି। ମକୁ କିଛି ସମୟ ଚିନ୍ତା କଲା, ତାପରେ ହଁ ମାରିଲା। ମହାରାଜାଙ୍କ ଆଜ୍ଞା ମିଳିବା ପରେ ସେ ପୋଲ ନିର୍ମାଣ ପାଇଁ ଆଗେଇଲା। ବାଘ, ଭାଲୁ, ହାତୀ, ଗଧ, ବିଲୁଆ ଆଦି ପ୍ରାଣୀ ପୋଲ ଗଢ଼ିବାରେ ମକୁକୁ ସାହାଯ୍ୟ କଲେ। ଜିନିଷ ବୋହିବା ଠାରୁ ନେଇ ମାଟି ସମତୁଲ ପର୍ଯ୍ୟନ୍ତ ସବୁ କାମରେ ବିଭିନ୍ନ ପ୍ରାଣୀ ମକୁକୁ ସାହାଯ୍ୟ କଲେ। ସିଂହ ମହାରାଜ ବି ମଝିରେ ମଝିରେ ଆସି କାମ ତଦାରଖ କରି ଯାଉଥିଲେ। ଏମିତି କିଛି ଦିନ କାମ ଚାଲିବା ପରେ ପୋଲ ତିଆରି ସରିଗଲା। ଆଉ ଦିନେ ସିଂହ ମହାରାଜ ମକୁକୁ ଡାକି ପଚାରିଲେ, ମକୁ, ପୋଲ ତିଆରି କାମ ଏବେ ସରିଯାଇଛି ତ? ଆଜ୍ଞା ମହାରାଜ। ତେବେ ମୁଁ ପଣ୍ଡିତଙ୍କୁ ଡାକି ଉଦ୍ଘାଟନ ଦିନ ନିର୍ଦ୍ଧାରଣ କରୁଛି। ମହାରାଜ, ମୋତେ ଆଉ କିଛି ଦିନ ସମୟ ଦିଅନ୍ତୁ। ମକୁ, ଯଦି ନିର୍ମାଣ କାର୍ଯ୍ୟ ଶେଷ, ତେବେ ଆଉ ଡେରି କାହିଁକି କରିବା? ମହାରାଜ, ଆଉ ଦିନ କେତେଟାର କଥା, ତାପରେ ଆପଣଙ୍କୁ ମୁଁ ଜଣେଇଲେ ଆପଣ ଉଦ୍ଘାଟନର ବ୍ୟବସ୍ଥା କରିବେ। ମକୁ ଜାଣିଥିଲା ସେ କାହିଁକି ପୋଲ ଉଦ୍ଘାଟନ ପାଇଁ ମନା କରୁଛି। ହେଲେ ସିଂହ ମହାରାଜଙ୍କୁ ସେ କଥା ଜଣାନଥିଲା। କିଛି ଦିନ ପରେ ସିଂହ ମହାରାଜ ମକୁକୁ ଡାକି ପୁଣି ସେଇ କଥା ପଚାରିଲେ। ତଥାପି ମକୁ ମନା କଲା। ସିଂହ ମହାରାଜଙ୍କର ରାଗ ବଢ଼ିଗଲା। ସେ ମକୁକୁ ଆଉ ନ ପଚାରି ଏଥର ପୋଲ ଉଦ୍ଘାଟନ ପାଇଁ ଘୋଷଣା କରିଦେଲେ। ମକୁ କାନରେ ଏକଥା ପଡ଼ିଲା। ଯେଉଁଦିନ ପୋଲ ଉଦ୍ଘାଟନ ହେବ ସେଦିନ ରାତିରେ ସେ ଆଉ ଶାନ୍ତିରେ ଶୋଇପାରିଲାନି। ରାତି ସାରା ଛଟପଟ ହେଲା। ଯେମିତି ରାତି ପାହିବା ସମୟ ହେଇଛି, ମକୁ ଉଠି ଚାଲିଲା ସିଂହ ମହାରାଜଙ୍କ ଗୁମ୍ଫାକୁ। ସିଂହ ମହାରାଜ ରାତି ପାହାନ୍ତାରୁ ମକୁକୁ ଦେଖି ବ୍ୟସ୍ତ ହୋଇପଡ଼ିଲେ। ମକୁ, କ'ଣ ହେଇଛି? ଉଦ୍ଘାଟନର ସମୟ ତ ଡେରି ଅଛି, ଏତେବେଳେ କାହିଁକି ଆସିଛୁ? ମହାରାଜ, ଆପଣ ଚାଲନ୍ତୁ ମୋ ସାଙ୍ଗରେ। କୁଆଡ଼େ? ଦୟାକରି ଆସନ୍ତୁ ମୋ ସାଙ୍ଗରେ। ମକୁ ସିଂହ ମହାରାଜଙ୍କୁ ସାଙ୍ଗରେ ନେଇ ଚାଲିଲା ପୋଲ ଆଡ଼କୁ।
ପୋଲ ପାଖରେ ପହଞ୍ଚିବା ଆଗରୁ ସେମାନେ ଦେଖିଲେ ଯେ ହାତୀ ପୋଲକୁ ଭାଙ୍ଗୁଛି। ଆରେ ହାତୀ କ'ଣ ପୋଲ ଭାଙ୍ଗୁଛି? ଏଥର ବୁଝିପାରିଲି ତ ମହାରାଜ, ମୁଁ କାହିଁକି ପୋଲ ଉଦ୍ଘାଟନର ଦିନ ଗଡେଇ ଗଡେଇ ଚାଲିଥିଲି। ମହାରାଜ, ତାର ମୋ ସହ କ'ଣ ଶତ୍ରୁତା ମୁଁ ଜାଣିନି, ହେଲେ ଯୋଉ ଦିନ ଆପଣ ମତେ ପୋଲ ନିର୍ମାଣ ବିଷୟରେ କଥା ହେବା ପାଇଁ ଡାକିଥିଲେ ସେଦିନ ମୋ ଘର ବାଡ଼ ଭାଙ୍ଗି ଦେଇଥିଲା, ଆଉ ସେଇଥିପାଇଁ ମୋର ଆସିବାକୁ ଡେରି ହେଇଥିଲା ସେଦିନ। ଆଚ୍ଛା, ଆଜ୍ଞା ମହାରାଜ। ଠିକ ଅଛି, ଆସ ମୋ ସାଙ୍ଗରେ। ମହାରାଜ ଆଉ ମକୁକୁ ଦେଖି ହାତୀ ଡରିଗଲା, ଆଉ ଡରି ଯାଇ କହିଲା, ମୁଁ ମାନେ ତା ମାନେ ତୁ ସବୁବେଳେ ପୋଲ ଭାଙ୍ଗୁଛୁ? ମାନେ ମୁଁ ମହାରାଜ। ସତ କହ। ମୁଁ କ'ଣ ପାଇଁ? ମହାରାଜ, ବଣର ଅନ୍ୟ ପଶୁମାନେ ନଈ ଆରପଟକୁ ଯାଇପାରୁନଥିଲେ, କେବଳ ମୁଁ ସେପଟ ବଣକୁ ଯାଇ ପେଟ ପୂରେଇ ଖାଇକି ଆସୁଥିଲି, ଆଉ ଫୁଟାଣି ମାରୁଥିଲି। ଅନ୍ୟ ପଶୁମାନେ ମତେ ବହୁତ ବଡ଼ ବୋଲି ଭାବୁଥିଲେ। ପୋଲ ତିଆରି ହେଇଥିଲେ ସମସ୍ତେ ସେପଟକୁ ଯାଇଥାନ୍ତେ, ଆଉ ଭଲରେ ପେଟ ପୂରା ଖାଇଥାନ୍ତେ। ମୋର ଗୁରୁତ୍ୱ କମି ଯାଇ ନଥାନ୍ତା, ସେଥିପାଇଁ ମୁଁ ପୋଲ ଭାଙ୍ଗୁଥିଲି। ଶୁଣ, ଯଦି ଭଲରେ ରହିବାକୁ ଚାହୁଁଛୁ ତେବେ ଏ ବଣ ଛାଡ଼ି ପଳା। ହେଲେ ମହାରାଜ, ଅନ୍ୟ ପଶୁମାନେ ଆସି ତତେ ଏଠି ମାରିଦେବା ପୂର୍ବରୁ ତୁ ରାଜ୍ୟ ଛାଡ଼ି ପଳା। ତୋ ଭଳି ଆତ୍ମଗର୍ବୀ ଆଉ ହୀନ ଚିନ୍ତାଧାରୀ ପ୍ରାଣୀର ମୋ ରାଜ୍ୟରେ କୌଣସି ସ୍ଥାନ ନାହିଁ। ଏତିକି କଥା ଶୁଣିବା ପରେ ହାତୀ ବଣ ଛାଡ଼ି ପଳେଇଲା। ବେଳେବେଳେ ଛୋଟ କଥା ପାଇଁ ବଡ଼ ବଡ଼ କାମ ଅଟକିଯାଏ।